ଯେତେବେଳେ ଆମକୁ କୌଣସି କାମରେ ଅସଫଳତା ମିଳିଥାଏ ତ ଆମେ ବହୁତ ଉଦାସ ହୋଇଯାଉ। ବହୁତ ପ୍ରକାର ନକାରାତ୍ମକ ଭାବନା ଆମ ମନ ଭିତରେ ଆସିଥାଏ। କେବେ କେବେ ତ ଏମିତି ମଧ୍ୟ ଲାଗିଥାଏ କି ଆମେ ଜୀବନରେ କେବେ ସଫଳତା ପାଇପାରିବା ନାହିଁ। ଟିକେ ଭାବି ଦେଖନ୍ତୁ, କ'ଣ ଆପଣ ସତରେ ଜଣେ ଅସଫଳ ମନୁଷ୍ୟ ଅଟନ୍ତି କି ଲୋକମାନେ ଆପଣଙ୍କୁ ଚିହ୍ନିବାରେ ଭୁଲ କରୁଛନ୍ତି? ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ଜୀବନରେ କୌଣସି କାର୍ଯ୍ୟ ସହଜ ହୋଇନଥାଏ, ଆଉ ଠିକ୍ ସେମିତି ଦୁନିଆର କୌଣସି ବି କାମ ଅସମ୍ଭବ ହୋଇନଥାଏ। ଏହା ଆମ ଭାବନାର ଏକ ଯାଦୁ ଅଟେ, ଯାହା ଆମକୁ ସଫଳ କିମ୍ବା ଅସଫଳ ଭାବେ ଗଢ଼ି ଦେଇଥାଏ। ଯଦି ଆପଣ କୌଣସି କାମ କରିବାକୁ ଚାହୁଁଥାନ୍ତି ଆଉ ଆପଣ ଭାବିନେବେ ଯେ ଏ କାମ ବହୁତ କଠିନ ଅଟେ ଆଉ ମୋ ଦ୍ୱାରା ଏ କାମ ହୋଇପାରିବ ନାହିଁ, ତେବେ ବିଶ୍ୱାସ କରନ୍ତୁ, ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ସେ କାମ ଆଉ ଆପଣଙ୍କ ଦ୍ୱାରା କେବେ ହେଲେ ହୋଇପାରିବ ନାହିଁ। କାହିଁକି ନା ଆପଣଙ୍କର ନକାରାତ୍ମକ ଭାବନାର ପ୍ରଭାବ ଆପଣଙ୍କର କାମ ଉପରେ ମଧ୍ୟ ପଡ଼ିବ। ସାଙ୍ଗମାନେ, ଯେକୌଣସି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ପରିଶ୍ରମ ଏବଂ କଷ୍ଟ କରିବାକୁ ପଡ଼ିଥାଏ। ଦୁନିଆର ବଡ଼ ବଡ଼ ବିଜନେସମ୍ୟାନ୍ ସଫଳ ହୋଇପାରନ୍ତି ନାହିଁ ଯଦି ସେମାନେ ବିଜନେସର ଆରମ୍ଭରେ ହେବାକୁ ଥିବା ରିସ୍କ ଉଠାଇ ନଥାନ୍ତେ। ସେ ଯଦି ସାହସ ନ କରି ଝାଳ ନ ବୁହାଇ ପରିଶ୍ରମ କରିନଥାନ୍ତେ। ଟିକେ ଭାବି ଦେଖନ୍ତୁ, ଗୋଟେ ପଟେ ଲୋକ ଚନ୍ଦ୍ରରେ ପାଦ ରଖିଲେଣି, ଆଉ ଏପଟେ ଆପଣ ଆପଣଙ୍କର ଗୋଟେ ଛୋଟ ସ୍ୱପ୍ନକୁ ପୂରଣ କରିପାରୁନାହାନ୍ତି। ଆମର ଏ ଯେଉଁ ଭୁଲ ଭାବନା ନା, ଏହା ଦ୍ୱାରା ହିଁ ଆମେ ତଳକୁ ଚାଲିଯାଉ। ଏହି ଭାବନା ଆମ ଦ୍ୱାରା ବନାଯାଏ ନାହିଁ, ବରଂ ଲୋକଙ୍କ ଦ୍ୱାରା ଗଢ଼ାଯାଇଛି, ଯେଉଁମାନେ ସବୁବେଳେ ଆମ ଉପରେ ଆଙ୍ଗୁଠି ଉଠାଇଥାନ୍ତି। ଆପଣଙ୍କୁ ଏ କଥା ମନେ ରଖିବାକୁ ପଡ଼ିବ ଯେ ଆମ ଉପରେ ସେମାନେ ଆଙ୍ଗୁଠି ଉଠାଇଥାନ୍ତି ଯେଉଁମାନଙ୍କର ଆମ ସହିତ ବରାବର କରିବାର କ୍ଷମତା ନଥାଏ। ଦେଖନ୍ତୁ, ଲୋକମାନେ ବହୁତ ଦେଖେଇ ହେବେ ଆଉ କହିବେ ଯେ ଆପଣ ଆଗକୁ ବଢ଼ନ୍ତୁ, ଆପଣ ସକ୍ସେସ୍ ହୁଅନ୍ତୁ, କିନ୍ତୁ ରିଏଲିଟି ଏହା ଯେ ସେମାନେ କେବେ ଏକଥା ଚାହିଁବେ ନାହିଁ ଯେ ଆପଣ ତାଙ୍କଠାରୁ ମଧ୍ୟ ଅଧିକ ସଫଳତା ପାଆନ୍ତୁ ବୋଲି। ସଫଳତା ପାଇବା ପାଇଁ ସବୁଠାରୁ ପ୍ରଥମ ସିଡ଼ି ଏହା ଯେ ଆପଣ ଲୋକଙ୍କର କଥା ଶୁଣିବା ବନ୍ଦ କରିଦିଅନ୍ତୁ ଆଉ ତାଙ୍କୁ କହିଦିଅନ୍ତୁ ଯେ ଯେତେ କଷ୍ଟ ଆସୁ ପଛେ ଏ ରାସ୍ତାରେ ମୁଁ ଏମିତି ଚାଲିଥିବି। ହୋଇପାରେ ମୋତେ ଲକ୍ଷ୍ୟ ମିଳି ନପାରେ, ହେଲେ ଜୀବନରେ ମୋତେ ବହୁତ ଅନୁଭବ ନିଶ୍ଚୟ ମିଳିବ। ସମସ୍ୟାଠାରୁ ଦୂରେଇ ଯିବା ବହୁତ ସହଜ ଅଟେ, କିନ୍ତୁ ସମସ୍ୟାକୁ ସାମ୍ନା କରିବା ଦ୍ୱାରା ହିଁ ତା'ର ସମାଧାନ ଆମକୁ ମିଳିଥାଏ। ସବୁ କଠିନ ରାସ୍ତା ଏକ ପରୀକ୍ଷା ଭଳି ହୋଇଥାଏ। ଯିଏ ହାରିଯାଏ ତାକୁ ଜୀବନରେ କିଛି ହେଲେ ମିଳେ ନାହିଁ, ଆଉ କଠିନ ସମସ୍ୟା ସହିତ ଲଢ଼ିବା ବାଲାକୁ ଏ ଦୁନିଆ ଦିନେ ସଲାମ କରିଥାଏ। ସେଥିପାଇଁ ସର୍ବଦା ନିଜ ମନରେ ଆସୁଥିବା ନକାରାତ୍ମକ ବିଚାରକୁ ନିଜର ଭାବନା ଦ୍ୱାରା, ନିଜର ଦୃଢ଼ ନିଶ୍ଚୟ ଦ୍ୱାରା ଦୂରେଇ ଦିଅନ୍ତୁ। ନିଜ ବିଚାର ଉପରେ ନଜର ରଖନ୍ତୁ, କାହିଁକି ନା ଏହି ବିଚାର ଆପଣଙ୍କର ଶବ୍ଦ ହୋଇଥାଏ। ନଜର ରଖନ୍ତୁ ଆପଣଙ୍କର ଶବ୍ଦ ଉପରେ, କାହିଁକି ନା ଏ ଶବ୍ଦ ଧୀରେ ଧୀରେ ଆପଣଙ୍କ କାମରେ ବଦଳି ଯାଇଥାଏ। ଆଉ ନଜର ରଖନ୍ତୁ ଆପଣଙ୍କ କର୍ମ ଉପରେ, କାହିଁକି ନା ଏହି କର୍ମ ଧୀରେ ଧୀରେ ଆପଣଙ୍କର ସ୍ୱଭାବରେ ପରିଣତ ହୋଇଯାଏ। ଆଉ ଗୋଟିଏ ଦିନ ଆପଣଙ୍କର ଏହି ସ୍ୱଭାବ ଆପଣଙ୍କ ଅଭ୍ୟାସରେ ପରିଣତ ହୋଇଯାଏ। ଆଉ ଯେଉଁଦିନ ଆପଣ ଅଭ୍ୟାସ କରିନେବେ, ଦୃଢ଼ ନିଶ୍ଚୟ କରିନେବେ ଯେ ସ୍ଥିର ହୋଇ ନିଜ ଲକ୍ଷ୍ୟ ଆଡ଼କୁ କାମ କରିବା ପାଇଁ, ବିଶ୍ୱାସ କରନ୍ତୁ, ଦୁନିଆର କୌଣସି ବି ଶକ୍ତି ଆପଣଙ୍କ ଲକ୍ଷ୍ୟ ପାଇବାରୁ ଅଟକାଇ ପାରିବ ନାହିଁ। ସାଙ୍ଗମାନେ, ସମୁଦ୍ର ତ ଗୋଟିଏ ହିଁ ଅଟେ। କେହି ସେଥିରେ ମୋତି ଖୋଜିଥାଏ ତ କେହି ସେଥିରେ ସାରା ଜୀବନ ମାଛ ମାରିଥାଏ। ଆଉ କିଛି ଲୋକ ସେଥିରେ ପହଁରି ଖୁସି ହୋଇଥାନ୍ତି, ଆଉ କିଛି ଲୋକ ସେଥିରେ ମରିଯାଆନ୍ତି ମଧ୍ୟ। ତେଣୁ ଏ ଜୀବନ ମଧ୍ୟ ଏକ ସମୁଦ୍ର ପରି ଅଟେ। ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଆପଣ ଏ ସମୁଦ୍ରରୁ କ'ଣ ଖୋଜିବାକୁ ଚାହୁଁଛନ୍ତି, ଆପଣଙ୍କର ଲକ୍ଷ୍ୟ କ'ଣ ଅଟେ। ଆପଣଙ୍କ ପରି ଗୋଟିଏ ସାଧାରଣ ଲୋକ ୱାର୍ଲଡ ରେକର୍ଡ ମଧ୍ୟ କରିପାରେ। ଆପଣଙ୍କ ପରି ଜଣେ ସାଧାରଣ ଲୋକ କୋଟି କୋଟି ଟଙ୍କାର ଇଣ୍ଡଷ୍ଟ୍ରି ମଧ୍ୟ ଠିଆ କରିଦେଇପାରେ। ତେବେ କ'ଣ ଆପଣ ଆପଣଙ୍କର ଏକ ସ୍ୱପ୍ନକୁ ପୂରଣ କରିପାରିବେ ନାହିଁ? ଆରେ ଦୁନିଆରେ କିଛି ବି ମୁସ୍କିଲ ନୁହେଁ। ତୁ ଟିକେ ସାହସ ତ କର, ସ୍ୱପ୍ନ ସତରେ ପରିଣତ ହେବ। ତୁ ଖାଲି ଟିକେ ଚେଷ୍ଟା ତ କର। କଠିନ ରାସ୍ତା ସବୁବେଳେ ଆସିନଥାଏ, ଝଡ଼ ତୋଫାନ ସବୁବେଳେ ରହିନଥାଏ। ଲକ୍ଷ୍ୟ ଗୋଟିଏ ଦିନ ନିଶ୍ଚୟ ମିଳିବ, ତୁ ଖାଲି ଟିକେ ଆରମ୍ଭ ତ କର। ତ ସାଙ୍ଗମାନେ, ନିଜ ଲକ୍ଷ୍ୟ ଆଡ଼କୁ ସକାରାତ୍ମକ ଭାବନା ସହିତ ବଢ଼ି ଚାଲନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ପାୱାରଫୁଲ୍ ମୋଟିଭେସନ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ଆମ ଭିଡ଼ିଓ ଦେଖୁଥାନ୍ତୁ। ଜୟ ଜଗନ୍ନାଥ, ନମସ୍କାର।